ତେଲ ଶକ୍ତି ଆଉ ଆମେରିକା ଏଇ ତିନିଟା ଶବ୍ଦ ସବୁବେଳେ ଏକାଠି ଶୁଣିବାକୁ ମିଳେ। କିନ୍ତୁ ଯଦି ମୁଁ କହିବି ଏହା ପଛରେ ଏମିତି ଏକ ଗେମ୍ ଚାଲିଛି ଯାହା ଆମର ସବୁ ଧାରଣାକୁ ବଦଳେଇ ଦେଇପାରେ, ଚାଲନ୍ତୁ ଜାଣିବା। ଆଉ ଏହି ଗେମର କେନ୍ଦ୍ରରେ ଅଛି ଗୋଟିଏ ବଡ଼ ପ୍ରଶ୍ନ ଯାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ। ଯଦି ଆମେରିକା ଦୁନିଆର ନମ୍ବର 1 ତେଲ ଉତ୍ପାଦକ, ତାହେଲେ ସେ ବିଦେଶୀ ତେଲକୁ ନେଇ ହେଉଥିବା ବିବାଦରେ ଏତେ ମୁଣ୍ଡ ଖେଳାଏ କାହିଁକି? ଏ ରହସ୍ୟକୁ ବୁଝିବା ପାଇଁ ଆମକୁ ପ୍ରଥମେ କିଛି ସଂଖ୍ୟା ଦେଖିବାକୁ ପଡ଼ିବ, କାରଣ ଏହି ସଂଖ୍ୟା ଭିତରେ ହିଁ ପ୍ରକୃତ କାହାଣୀ ଲୁଚି ରହିଛି। ଦେଖନ୍ତୁ ଏହି ସଂଖ୍ୟାକୁ। ପ୍ରତିଦିନ 13.6 ମିଲିୟନ ବ୍ୟାରେଲ ତେଲ। ବାପରେ, ଏହା ଏକ ବିଶାଳ ପରିମାଣ, ଆଉ ଏହା ହିଁ ବିଶ୍ୱ ତେଲ ବଜାରର ପୂରା ଖେଳକୁ ପ୍ରଭାବିତ କରୁଛି। କିନ୍ତୁ ପ୍ରକୃତ କଥା ସେତେବେଳେ ଜଣାପଡ଼େ ଯେତେବେଳେ ଆମେ ଏହାକୁ ଅନ୍ୟ ଦେଶମାନଙ୍କ ସହ ତୁଳନା କରୁ। ଆମେରିକା କେବଳ ଆଗରେ ନାହିଁ, ବରଂ ବହୁତ ଆଗରେ ଅଛି, ଏପରିକି ସାଉଦି ଆରବ ଆଉ ରୁଷଠାରୁ ମଧ୍ୟ। ତ ପୁଣି ସେଇ ଗୋଟିଏ ପ୍ରଶ୍ନ, ଯଦି ଆମେରିକା ଉତ୍ପାଦନରେ ଏତେ ଆଗରେ, ତାହେଲେ ମଧ୍ୟପ୍ରାଚ୍ୟ, ରଷିଆ ଆଉ ଭେନେଜୁଏଲା ଉପରେ ତାର ଏତେ ନଜର କାହିଁକି? କିଛି ତ ଗୋଟେ ଗଡ଼ବଡ଼ ଅଛି, ନୁହେଁ କି? ଏଇ ଜଟିଳ ରହସ୍ୟର ଚାବିକାଠି ଗୋଟିଏ ବହୁତ ସରଳ କଥାରେ ଲୁଚି ରହିଛି, ଆଉ ସେଇଟା ହେଲା ସବୁ ତେଲ କେବେ ବି ସମାନ ନୁହେଁ। ଭାବନ୍ତୁ, ପାରମ୍ପରିକ ତେଲ ହେଉଛି ଏକ ବଡ଼ ପାଣି ଟାଙ୍କି ଭଳି, ଯେଉଁଠୁ ପାଣି କାଢ଼ିବା ବହୁତ ସହଜ। କିନ୍ତୁ ସେଲ୍ ତେଲ ହେଉଛି ଗୋଟେ ଓଦା ସ୍ପଞ୍ଜ ଭଳି, ଯେଉଁଥିରୁ ପାଣି ବାହାର କରିବା ପାଇଁ ତାକୁ ବହୁତ ଜୋରରେ ଚିପୁଡ଼ିବାକୁ ପଡ଼େ। ଆଉ ଜାଣନ୍ତି, ଆମେରିକାର ଅଧିକାଂଶ ତେଲ ହେଉଛି ଏଇ ଦ୍ୱିତୀୟ ପ୍ରକାରର। ଆଉ ଏହି ଚିପୁଡ଼ିବା ପ୍ରକ୍ରିୟାକୁ କୁହାଯାଏ ଫ୍ରାକିଂ। ଏହା ହିଁ ପ୍ରକୃତ ଆହ୍ୱାନ, କାରଣ ଏହା କେବଳ ଯେ ଜଟିଳତା ନୁହେଁ, ବରଂ ବହୁତ ଖର୍ଚ୍ଚବହୁଳ ମଧ୍ୟ। ତେବେ ଏହି ଜଟିଳତା ଆଉ ଖର୍ଚ୍ଚ ହିଁ ଆମକୁ ରହସ୍ୟର ପରବର୍ତ୍ତୀ ଅଧ୍ୟାୟକୁ ନେଇଯାଉଛି, ଆଉ ସେଇଟା ହେଲା ଅର୍ଥନୀତି। ଏଠି ସଂଖ୍ୟାଗୁଡ଼ିକ ନିଜେ ହିଁ କାହାଣୀ କହୁଛନ୍ତି। ଆମେରିକାରେ ଗୋଟିଏ ବ୍ୟାରେଲ ତେଲ କାଢ଼ିବାକୁ $40ରୁ $50 ଲାଗୁଥିବା ବେଳେ ସାଉଦି ଆରବ ସେହି କାମକୁ ମାତ୍ର $3ରୁ $10ରେ କରିଦିଏ। ଏହା କିଛି ଛୋଟ ପାର୍ଥକ୍ୟ ନୁହେଁ, ବହୁତ ବଡ଼ ପାର୍ଥକ୍ୟ। ଆଉ ଏହି ଅର୍ଥନୈତିକ ବାସ୍ତବତାକୁ ଏହି ଉପମାଟି ପୁରା ସ୍ପଷ୍ଟ କରିଦେଉଛି। ସାଉଦି ତେଲପମ୍ପରୁ ପାଣି କାଢ଼ିବା ଭଳି ସହଜ, କିନ୍ତୁ ଆମେରିକୀୟ ତେଲ ପାହାଡ଼ ଖୋଳିବା ଭଳି କଷ୍ଟ। ହଉ, ତେବେ ଏକଥା ସ୍ପଷ୍ଟ ହେଲା ଯେ ଆମେରିକାର ତେଲ ମହଙ୍ଗା, କିନ୍ତୁ ତାର ଯେଉଁ ପ୍ରତିଦ୍ୱନ୍ଦ୍ୱୀମାନେ ଅଛନ୍ତି ସେମାନଙ୍କର କ'ଣ ନିଜର କିଛି ସମସ୍ୟା ନାହିଁ? ଚାଲନ୍ତୁ ଦେଖିବା। ଭେନେଜୁଏଲା କଥାও ଦେଖନ୍ତୁ। ପୃଥିବୀର ସବୁଠୁ ଅଧିକ ତେଲ ଏହି ଦେଶ ପାଖରେ ଅଛି, ପାଖାପାଖି 303 ବିଲିୟନ ବ୍ୟାରେଲ, ଏପରିକି ସାଉଦି ଆରବଠାରୁ ବି ଅଧିକ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି, ନୁହେଁ? କିନ୍ତୁ ଏଇଠି ଆସୁଛି କାହାଣୀର ସବୁଠୁ ବଡ଼ ମୋଡ଼। ଏତେ ତେଲ ଥାଇ ମଧ୍ୟ ଭେନେଜୁଏଲାର ଉତ୍ପାଦନ ଦେଖନ୍ତୁ, 1 ମିଲିୟନ ବ୍ୟାରେଲରୁ ବି କମ୍, ମାନେ ନଥିଲା ଭଳି। ଏହାର କାରଣ ଅନେକ। ପ୍ରଥମ କଥା ହେଲା ସେଠାକାର ତେଲ ବହୁତ ମୋଟା ଆଉ ଭାରୀ, ଯାହାକୁ ବିଶୋଧନ କରିବା ବହୁତ ମହଙ୍ଗା ପଡ଼େ। ଦ୍ୱିତୀୟରେ, ଆନ୍ତର୍ଜାତୀୟ ପ୍ରତିବନ୍ଧକ ତାର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଆଉ ଶେଷରେ, ଦେଶର ପୂରା ଭିତ୍ତିଭୂମି ହିଁ ଭୁଷୁଡ଼ି ପଡ଼ିଛି। ବର୍ତ୍ତମାନ ଆମ ପାଖରେ ସବୁ ସୂଚନା ଅଛି, ତେଲର ପ୍ରକାର, ଖର୍ଚ୍ଚ, ପ୍ରତିଦ୍ୱନ୍ଦ୍ୱୀଙ୍କ ସମସ୍ୟା। ଚାଲନ୍ତୁ ଏସବୁକୁ ଯୋଡ଼ି ପୂରା ଚିତ୍ରଟାକୁ ଦେଖିବା ଆଉ ଜାଣିବା ପ୍ରକୃତ ଖେଳଟା କ'ଣ। ତେବେ ଏହା ହିଁ ହେଉଛି ଆମେରିକାର ଦୀର୍ଘକାଳୀନ ମହାରଣନୀତି। ପ୍ରଥମେ ଦୁନିଆକୁ ତାର ଶସ୍ତା ତେଲ ସାରିବାକୁ ଦିଅ। ଏହି ସମୟରେ ପେଟ୍ରୋ ଡଲାର ବ୍ୟବସ୍ଥା ମାଧ୍ୟମରେ ନିଜ ଡଲାରକୁ ମଜବୁତ ରଖ, ଯେଉଁଠି ସବୁ ତେଲ କାରବାର କେବଳ ଡଲାରରେ ହିଁ ହେବ। ଆଉ ଯେତେବେଳେ ଦୁନିଆର ଶସ୍ତା ତେଲ ସରିଆସିବ, ସେତେବେଳେ ନିଜର ମହଙ୍ଗା ତେଲ ଭଣ୍ଡାରକୁ ବ୍ୟବହାର କରି ପୂରା ବଜାରକୁ ନିୟନ୍ତ୍ରଣ କର। ଆଉ ଏହା ହିଁ ସେହି ପ୍ରଶ୍ନର ଉତ୍ତର ଦେଉଛି ଯେ ଆମେରିକା ସବୁ ତେଲ ଉତ୍ପାଦନକାରୀ ଅଞ୍ଚଳରେ କାହିଁକି ଉପସ୍ଥିତ। କାରଣ ଏହି ରଣନୀତି ସିଧାସଳଖ କହେ, ଯେଉଁଠି ତେଲ ସେଇଠି ଆମେରିକା। ଏସବୁ ଆମକୁ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ପାଖରେ ଛାଡ଼ି ଦେଉଛି। ଯେତେବେଳେ ଦୁନିଆର ଏହି ଶସ୍ତା ତେଲର ଖେଳ ସରିଯିବ, ତାପରେ କ'ଣ ହେବ? ବିଶ୍ୱଶକ୍ତିର ଭବିଷ୍ୟତ କେଉଁ ମୋଡ଼ ନେବ? ଏହାର ଉତ୍ତର ତ ବୋଧେ କେବଳ ସମୟ ହିଁ ଦେଇପାରିବ।